ତମେ ସବୁ ଭାବୁଥିବ ତାହେଲେ ଇଏ ଆଜି କ'ଣ ସାରୁପତ୍ର ଧରି ବାରିରେ ଠିଆ ହେଲାଣି। ମୁଁ ବାରିରୁ ସାରୁପତ୍ର ଆଣିଛି। ଆଉ ସାରୁପତ୍ର କ'ଣ କରିଛି ମୋର ମିନି ବ୍ଲଗ୍ଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ସମସ୍ତେ ଜାଣିପାରିବେ। ଆସିଥିଲେ ଆମ ଘରକୁ ନାନୀ, ମାନେ ଆମ ଛୋଟି ନାନୀ, ତାଙ୍କୁ କହିଥିଲି ସାରୁପତ୍ର ଟିକେ ଦେବାକୁ, ସିଏ ଦେଇ ପଠାଇଥିଲେ। ତାପରେ ମୁଁ ତାକୁ କ'ଣ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖ ଜାଣିବ। ନମସ୍କାର, ଜୟ ଜଗନ୍ନାଥ। ସମସ୍ତେ କେମିତି ଅଛନ୍ତି? ଭଲ ଥିବେ ନିଶ୍ଚୟ। ସମସ୍ତଙ୍କୁ ମୋର ମିନି ବ୍ଲଗ୍କୁ ବହୁତ ବହୁତ ସ୍ୱାଗତ। ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଲାଇକ୍ ଗୋଟେ ସବସ୍କ୍ରାଇବ୍ ଗୋଟେ ନିଶ୍ଚୟ ଦିଅନ୍ତୁ। ତାପରେ ମୁଁ ଚାଲିଲି ଟୁକୁଟାକରେ ହେଇକିରି କିଚେନ୍ ଘରକୁ। ତାପରେ ମୁଁ ବାଟିକି ରଖିଥିଲି ଚାଉଳ, ପିଆଜ, ରସୁଣକୁ। ତାପରେ ପକାଇଦେଲି ତାହିଁରେ ବେସନ ପକାଇଲେ ସିଏ ଅଠାଳିଆ ଧରିବ, ସେଥିପାଇଁ ବେସନ ଟିକେ ପକାଇଦେଲି। ତାପରେ ପକାଇଲି ଲୁଣ ନ ପକାଇଲେ ହେବ କି, ସ୍ୱାଦ ଅନୁସାରେ ଲୁଣ। ତାପରେ ମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ। ତାହିଁରେ ପକାଇଲେ ହଳଦୀ ଗୁଣ୍ଡ ନ ପକାଇଲେ ସେ ତ ହଳଦିଆ ହେବନି କି ସୁନ୍ଦର ଦେଖାଯିବନି କି ଭଲ ମଧ୍ୟ ଲାଗିବନି। ତାପରେ ପକାଇବା ଇଏ ହିଙ୍ଗୁ ପକାଇଲେ ବହୁତ ବାସ୍ନା କମ୍ପିବ, ଖାଲି ଘର ଦ୍ୱାର ହେଇ ସାଇ ପଡ଼ିଶା ବଞ୍ଚେ। ଇଏ କି ପତ୍ର ମୁଁ ପୁରା ଲାଷ୍ଟରେ କହିବି। ଏଇଟା ପତ୍ରଟା ପକାଇଲେ ବହୁତ ବଢ଼ିଆ ବାସ୍ନା ହୁଏ। ତାପରେ ମୁଁ ତାକୁ କ'ଣ କଲି, ଘାଣ୍ଟି ପକାଇଲି। ଘାଣ୍ଟି କରିକି ତାକୁ କ'ଣ କଲି, ରଖିଦେବି। ଭଲ ଭାବରେ ନ ଘାଣ୍ଟିଲେ ତ ହେବନି। ତାପରେ ସାରୁ ପତ୍ରକୁ ମୁଁ ମୁଣ୍ଡିଟାକୁ କାଟି ଦେଇକିରି ମଝିରୁ ତାକୁ 2 ଫାଳ କରିଦେଇକିରି ଗୋଟେ ଫାଳ ରଖିଲି। ଆଉ ଗୋଟେ ଫାଳକୁ ଯେଉଁ ବାଟିକିରି ରଖିଥିଲି ପୁରା ଯୋଗାଡ଼ିକିରି ତାକୁ କ'ଣ କଲି, ଗୋଳେଇ ପକାଇଲି। ଗୋଳେଇକି ତାକୁ ଗୋଳେଇ ନେଇକିରି ଥୋଇଦେଲି। ଏମିତି କେତେଟା ଆଗ ଗଡ଼େଇଲି ପତ୍ର, ତୁମେ ପ୍ଲେଟ୍ଟା ଦେଖିଲେ ଜାଣିଦେବ। ତାପରେ ଆସି ପହଞ୍ଚିଗଲି କିଚେନ୍ ଘରକୁ। ତାପରେ ଆସିକିରି ସାଙ୍ଗେ କ'ଣ କରିଛି, ଗ୍ୟାସ୍ ଉପରେ ତାୱା ତତେଇ ଦେଲି। ବାଃ କି ତାତିଛି ଚାଉଁ। ତାପରେ ତାକୁ ଯେଉଁ ବାଟିକି ରଖିଥିଲି ତାକୁ ଗୋଳେଇକିରି ଅଧେ ଟିକେ ଦେଇକିରି ତେଲ ପକାଇକିରି ଘୋଡ଼େଇ ଦେଇଥିଲି। ଆଲୋ କି ସୁନ୍ଦର ଦେଖାଯାଉଛି ଦେଖ। ତମେ ସମସ୍ତେ କର, ସାଇ ପଡ଼ିଶାକୁ ଦିଅ, ତମେ ନିଜେ ଖାଅ, ଆଉ ଆମକୁ ମଧ୍ୟ ଟିକେ ଦିଅ। ତାପରେ ମୋ ପୁଅ ଆଉ ରହିପାରିଲାନି, ଆସିକିରି ସାଙ୍ଗେ ପକାଇଦେଲା ପାଟିରେ। ଖାଇଲା, କହିଲା ବହୁତ ବଢ଼ିଆ ଲାଗୁଛି। ଆପଣମାନେ ଭାବୁଥିବେ ସେଇଟା କି ପତ୍ର ପକାଇଲେ। ମୁଁ ତାକୁ ପକାଇଥିଲି ମେଥି ପତ୍ର ପକାଇଲେ ବାସ୍ନା। ଆପଣମାନେ ମଧ୍ୟ କରନ୍ତୁ, ସାଇ ପଡ଼ିଶାକୁ ଦିଅନ୍ତୁ, ନିଜେ ଖାଆନ୍ତୁ। ଲାଇକ୍ ଗୋଟେ ସବସ୍କ୍ରାଇବ୍ ଗୋଟେ ନିଶ୍ଚିନ୍ତ। ରହିଲି, ନମସ୍କାର, ଜୟ ଜଗନ୍ନାଥ।